ଗୋସାଇଁ এই ସ୍ଥାନରେ 12 ବର୍ଷ କ୍ଷୀର ଆହାର କରିଥିଲେ, 12 ବର୍ଷ ଫଳ ଆହାର କରିଥିଲେ। ବାବା ମାନେ ସବୁ ବାବା ମାନେ ଯୋଉଠି ଆମର ଯଜ୍ଞ କରନ୍ତି ଏଠି କୁଣ୍ଡ କରି ରଖା ହେଇଛି। ପ୍ରଥମେ ଗୋଟିଏ କୁଣ୍ଡରେ ପଡୁଛି, ତାପରେ ନିଷ୍କାସିତ ହୋଇ ଆଉ ଗୋଟେ କୁଣ୍ଡକୁ ଆସୁଛି। ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ ଶୁଭ ଅଭିନନ୍ଦନ ସହିତ ମୁଁ ରୋହିତ ଭାଇ ସ୍ୱାଗତ କରୁଛି ଆଉ ଏକ ନୂଆ ଭିଡ଼ିଓରେ। ତ ସାଙ୍ଗମାନେ, ଆଜି ଆପଣମାନଙ୍କୁ ନେଇଯିବି ଢେଙ୍କାନାଳର ଏକ ସୌନ୍ଦର୍ଯ୍ୟମୟ ଜାଗା, ଯେଉଁ ଜାଗା ଏଠୁ ଆମର 50 କିଲୋମିଟର ଦୂରରେ ଅବସ୍ଥିତ। ବର୍ତ୍ତମାନ ମୁଁ ଅଛି ଆମର କାମାକ୍ଷାନଗର ପାଖରେ। ତ ଚାଲନ୍ତୁ ସେ ଜାଗାକୁ ବୁଲିଯିବା। तो सांगमाने बर्तमान आम तपोवन पाखे पहुंच सारी। ମୁଁ ଯେଉଁ ଜାଗାରେ ଛିଡ଼ା ଆଜି ଯାଉଛି ତପୋବନର ପ୍ରଥମ ପାହାଚ, ସେ ଜାଗାରେ ଆମେ ପ୍ରଥମ ଜାଗାରେ ପହଞ୍ଚି ଯାଉଛୁ। ମୋ ପଛ ଭାଗରେ ଦେଖିପାରୁଥିବେ ଯେଉଁ ସିଡ଼ି ଅଛି, ଏ ସିଡ଼ିରେ ଆମେ ଚଢ଼ିକି ଯିବା। ଏ ଜାଗାର ବର୍ତ୍ତମାନ ନାଁ ହେଉଛି ତପୋବନ। ତ ୟାର ତପୋବନ ନାଁ କାହିଁକି ହେଲା, ତ ବର୍ତ୍ତମାନ ଏଇଠୁ ଆମେ ଚାଲିବା, ବାବାଙ୍କ ପାଖକୁ ଯିବା, ବାବାଙ୍କୁ ପଚାରିବା ତ ସେଇଠି କ'ଣ ତପୋବନ କ'ଣ ପାଇଁ ହେଲା, ବାବା ସେ ବିଷୟରେ କିଛି କହିବେ। ତ ଭିଡ଼ିଓ ଜମା ସ୍କିପ୍ କରନ୍ତୁନି। ଦେଖ ସାଙ୍ଗମାନେ, ଦେଖିପାରୁଥିବେ ଇଏ ହେଉଛି ତପୋବନର ସିଡ଼ି। तो जगह प्रकृत में सामने तपोवन ही भाया देखा जाऊँगी। पहाड़ मझे ही आम ये अवस्थित तपोवन बाबा मठ। तो सांग मैंने आम आरंभ करवा। ये देखु सांग मैंने जी भी आसते देखते नजर करेंगे जो आमर किसी नियमावली रखाई। तो छता जोता पिंधिक ऊपर व्यवहार न करने ऊपर अच्छी बाबा मठ अच्छी। तो जीवा यू स्टार्ट करवा। देखो पहाड़ सीढ़ी अच्छी, सीढ़ी मध्य सांग मैंने बर्तमान आम देखा जो सीढ़ी आरंभ कर चढ़ा। बर्तमान ये हूँ आम तपोवनर सीढ़ी। देखो ये सीढ़ी अच्छी। ये आम ढेंकानाल जिलार ढेंकानाल टाउन ठार 10 ରୁ 15 किलोमीटर दूरतार अवस्थित सीढ़ी। सुंदर जगह देखो सीढ़ी मध्य रही मनोलोभा दृश्य। तो बर्तमान आम सीढ़ी चढ़ी जाऊँ। जगार दृश्य भाया अति सुंदर मनोलोभा दृश्य। तो गाड़ी आप से तले रखिलु। तो बर्तमान चढ़ी जाऊ ऊपर चढ़ी जीव। सीढ़ी आहरी अच्छी, अधा बाकी अच्छी। चलू सुंदर दृश्य भाई। आप केवे कपिलास आसते तो कपिलास पूर्व ही पड़ी जगह आमर तपोवन। तो सांग मैंने बर्तमान मु अधार अच्छी चढ़ी चढ़ी जाऊँगी। थकी गली जगह सुंदर कि बहुत सुंदर जगह तो मनोलोभा दृश्य माकड़ देखते ये नजर करूँ। तले गाड़ी अच्छी चढ़ी सीढ़ी आसवा पड़ा। सुंदर दृश्य मैंने सीढ़ी देखु पहाड़र मध्य भाग ही आश्रम अवस्थित। ऊपर बाबा मान अच्छा जगह भी भल पड़ी। पहाड़ देखु बहुत सुंदर मनोलोभा पहाड़। दर्शक बंधु ऊपर तो आहरी सीढ़ी अच्छी आम उचिता। तो ये गोटे आमर गोटे भव्य गेट अच्छी बाबा दुई पार्श्व दुईटी सिंह। तो बर्तमान जीवा से गेट भितर पशिया।
ବାବାଙ୍କ ସହିତ କଥା ହେବା, ବାବାଙ୍କ ଆଶୀର୍ବାଦ ଟିକେ ନେବା। ଦେଖନ୍ତୁ ସୁନ୍ଦର ମନ୍ଦିରଟି ଅଛି। ବାସବି ନାଗ କ'ଣ ଦେଖିଛନ୍ତି। ବର୍ତ୍ତମାନ ଆମେ ପହଞ୍ଚିଲୁ ଏ ମନ୍ଦିର ପାଖରେ। ଦେଖନ୍ତୁ ଦର୍ଶନ କରିଦିଅନ୍ତୁ ଟିକେ। ଏ ମନ୍ଦିରର ପଛ ପାଖରେ ମୁଁ ଅଛି। ବାବା ପ୍ରଣାମ। କାଲି ସେଠୁ ଆଜ୍ଞା ଆସିଛୁ ଆମେ। ବାବା ଆସନ୍ତି ଦେଖେଇଦେବେ। ଦର୍ଶକ ବନ୍ଧୁ ଏଇଠି ଦେଖନ୍ତୁ, ଉପରୁ ଆସିଲା ପରେ ଦେଖିବି ତଳେ ଦୁଇଟି କୂଅ ଅଛି। ନନ୍ଦ ଦର୍ଶନୀ ମାଙ୍କଡ଼ ଆମ ସହିତ ଅଛି। ଦର୍ଶକ ବନ୍ଧୁ ବର୍ତ୍ତମାନ ଦେଖନ୍ତୁ, ଏଠି ଆମର ଏ ମଠଟିର ପ୍ରକୃତ ନାଁ ହେଲା ଏ ମନ୍ଦିରର ମହିମା ତପୋବନ ପୀଠ। ପୂଜା ନାହିଁ, ଅଖଣ୍ଡ ଦୀପର ମାନେ ଏଟା କଣ ଆମେ ବୁଝିପାରିଲୁନି। ଈଶ୍ୱର ମଙ୍ଗଳ ପାଇଁ ଘିଅ ପୋଡ଼ା ହଉଛି। ଘିଅ ପୋଡ଼ା ହଉଛି ଏଇ ଈଶ୍ୱର ମଙ୍ଗଳ ପାଇଁ। ଈଶ୍ୱର ମଙ୍ଗଳ ପାଇଁ। ଏଇ ଦୀପ କେବେଠୁ ଲଗେଇଲେ? 50 ବର୍ଷ ଖଣ୍ଡେ ଅନବରତ ଲାଗିଛି ନାଇଁ। ଠିକ ଠିକ ଅଛି। ଆପଣ ଏଠି କେତେ ବର୍ଷ ହେଲାଣି ରହିଲେଣି ବାବା? ଆଚ୍ଛା 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 ଠିକ ଅଛି। ବାବା ଏଠି ପ୍ରତିଦିନ ଭକ୍ତମାନେ ବି ଆସନ୍ତି। ବାବା ଅଲେଙ୍କର କୃପା ଅଛି, ବାବାଙ୍କର ଅଛି କୃପା ଅଛି। ଯୋଉଠି ତୀର୍ଥସ୍ଥାନ କହିଲେ ବି କିଛି ତୃପ୍ତି ହବ। ହଁ, ଇଏ ପ୍ରଭୁଙ୍କର ଯୋଗ ପୀଠ ଆଉ। ତ ଭକ୍ତମାନେ ବାବାଙ୍କ ପାଖରୁ କିଛି ଶୁଣିଲେ। ଆଚ୍ଛା ଆଉ ଥରେ ଟିକେ କହିବେ। ମହିମା ଗୋସାଇଁ ଏଇ ସ୍ଥାନରେ 12 ବର୍ଷ କ୍ଷୀର ଆହାର କରିଥିଲେ, 12 ବର୍ଷ ଫଳ ଆହାର କରିଥିଲେ। ଏଇ ଜାଗାରେ ଫଳ କ୍ଷୀର ଫଳମୂଳ କ୍ଷୀର ଖାଇକି ସେ ରହିଥିଲେ। ଆଚ୍ଛା, ବାବାଙ୍କୁ କିଏ ଆଣି ରାଜା ଇଏ ଭବରବର ମହେନ୍ଦ୍ର ରଜାହାର ଯୋଗେଇଥିଲେ କ୍ଷୀର, ଆଉ ସଦାନନ୍ଦ ସବର ଯୋଗେଇଥିଲେ ଫଳ। ତ ପ୍ରଥମେ ଯେତେବେଳେ ଆମର ପ୍ରଭୁ ଈଶ୍ୱର ଆସିଥିଲେ ଜୋରନ୍ଦାରୁ ଏଠି ଆସିଥିଲେ ନା ଏଠୁ ଜୋରନ୍ଦା ଯାଇଥିଲେ? ନାଇଁ, ହେଟା ମୁଁ କହିପାରିବିନି, ହେଲେ ଏଇ ଜାଗାରେ 12 ବର୍ଷ ଈଶ୍ୱର ଧୂନି ପଡ଼ିଥିଲା ଆଉ। ଆଚ୍ଛା ଆଚ୍ଛା, ଜୋରନ୍ଦାରୁ ଆସିଥିଲେ, ହଁ। ଇଆଡ ବୁଲି ବୁଲି ଆସିଲେ ଏଠି। ଦର୍ଶକ ବନ୍ଧୁ ଏଇଠି ଦେଖି ନିଅନ୍ତୁ, ବାବାଙ୍କ ପାଖରେ ଗୋଟେ ବଡ଼ ଘଣ୍ଟ ଅଛି। ଜୟ ପ୍ରଭୁ ଅଲେଖ ମହିମା। ସେ ବାବାଙ୍କ ଧାମ। ଦର୍ଶକ ବନ୍ଧୁ ସତ କହିବାକୁ ଗଲେ ଏ ଜାଗାକୁ ଥରେ ଆସିଲେ ଆଉ ଯିବା ପାଇଁ ବି ମନ ହବନି। ଏତେ ଶାନ୍ତି ଜାଗା, ବହୁତ ସୁନ୍ଦର ଜାଗା। କମ୍ ଜାଗା, ଛୋଟ ଜାଗା ହେଲେ ବି ଶାନ୍ତି ଅଛି। ଏ ପାହାଡ଼ ଦେଖନ୍ତୁ ଦୂରରୁ କି ସୁନ୍ଦରମୟ। ମନ ରହିବା ପାଇଁ ଏଠି ଆମର ମାଙ୍କଡ଼ ଫାଙ୍କଡ଼ ବି ଅଛନ୍ତି। ଫଳମୂଳ କହିଲେ ଆମର ବିଶେଷ କିଛି ଦେଖାଯାଉନି। ପଣସ, ଆମ୍ବ ଏସବୁ ଅଛି। ପାଣିର କୌଣସି ଅସୁବିଧା ନାହିଁ। ଆସନ୍ତୁ, ଯଦି ଆପଣ କେବେ କପିଳାସ ଆସନ୍ତୁ, ଏଇ ଜାଗାକୁ ଆସନ୍ତୁ, ଥରେ ବୁଲିକି ଯାଆନ୍ତୁ, ଦେଖନ୍ତୁ। ବହୁତ କମ୍ ଲୋକ ଏଠି ଆସନ୍ତି, କମ୍ ଏଠି ପରିଚିତ ଲୋକ। ତ ଯେଉଁମାନେ ଜାଣିନାହାନ୍ତି ଆପଣ ସେୟାର କରିଲେ ବି ଲୋକ ଭାଇମାନେ ସମସ୍ତେ ଜାଣିବେ। ଦର୍ଶକ ବନ୍ଧୁ, ଆପଣଙ୍କୁ ଏ ମନ୍ଦିର ଚାରିପାର୍ଶ୍ୱ କିଛି ଦେଖାଉଛି, ଦେଖନ୍ତୁ। ଏଠି ଆମର ଅଖଣ୍ଡ ଦୀପ ମନ୍ଦିର ପାଖରେ ଏମିତି ଗୋଟେ ଛୋଟ ଘର ଅଛି। ଏଠି ଜଣାପଡ଼େ କି ବାବାମାନେ ଯୋଉଠି ଯଜ୍ଞ କରନ୍ତି ସେ ବୋଧେ ଜଣାପଡ଼ୁଛି। ଭିତରେ ତ ଅନ୍ଧାର ଅଛି, ଏତେ ଜଣାପଡ଼ୁନି। ଘିଅର ବାସନା ବି ଆସୁଛି। ଏଠି ଦାନ ବାକ୍ସ ଗୋଟିଏ ରହିଛି ମଧ୍ୟ। ସାଙ୍ଗର ଚତୁଃପାର୍ଶ୍ୱଟି ଦର୍ଶନ କରନ୍ତୁ, ଦେଖନ୍ତୁ। ଏଠି ଆମର କିଛି କୁହନ୍ତି ଛତା, ଆଲଟ ଚାମ୍ବ ନା କ'ଣ କହନ୍ତି,
ଯଦି ଆପଣ ଭକ୍ତମାନେ ଯଦି ଜାଣିଥିବେ ତାର ନାଁ ଟିକେ କହିବେ, ମୋତେ ମନେ ପଡ଼ୁନି। ତ ଇଏ ଆମର ପୂର୍ବ ଦିଗ ଗୋଟିଏ ଗେଟ୍ ମଧ୍ୟ ଅଛି, ସିଂହ ଦୁଇଟି ମଧ୍ୟ ଅଛନ୍ତି ସାଇଡ଼୍ରେ ପ୍ରତିମୂର୍ତ୍ତି। ଦର୍ଶକ ବନ୍ଧୁ ଏ ପଛ ପାଖରେ କିଛି ଦୃଶ୍ୟ, ଝରଣା ଗୋଟିଏ ଅଛି, ପାଣି କିନ୍ତୁ ନାହିଁ। ଏବଂ ଚାରିପାଖେ ବେଶୀ ଦେଖିବାକୁ ମିଳୁଛି ଏଠି ପଣସ ଗଛ ଅଛି, ଫଳ ବି ଭଲ ହେଇଛି। ତା ପାଖରେ ଗୋଟେ ରାସ୍ତା ମଧ୍ୟ ଅଛି, ବୋଧେ ସେ ପାହାଡ଼ ଉପରକୁ ରାସ୍ତା ଅଛି ବୋଧେ। ତ ଏମିତିକି ଦୃଶ୍ୟ ଅଛି ଦର୍ଶକ ବନ୍ଧୁ ଦେଖନ୍ତୁ, ବହୁତ ସୁନ୍ଦର ଦୃଶ୍ୟ, ମନୋଲୋଭା ଦୃଶ୍ୟ। ସେଇଠି ଆମର ଗଛ କ'ଣ ଗୋଟେ ଅଛି, ଲାଗେ ପାତାଳ ଗୋଟେ ଗଛ ବୋଧେ ଗଛଟି। ଦର୍ଶକ ବନ୍ଧୁ ଆଉ ଗୋଟିଏ ଘର ଉପରେ ମଧ୍ୟ ଅଛି, ସେଠି ଯିବା ଦେଖିବା କ'ଣ କ'ଣ ଅଛି ସେଠି ଜାଣିବା। ଚାଲନ୍ତୁ, ଯେଉଁ ଦ୍ୱାର ଦେଇ ଆସିଥିଲେ ସେଇ ଦ୍ୱାର ଦେଇ ପୁଣି ଆଉଥରେ ସେଠିକି ଯିବା। ସେଠି ଗୋଟିଏ ଗେଟ୍ ମଧ୍ୟ ଲାଗିଛି, ଆମେ ଆସିଥିଲେ ସେଇ ଯେଉଁ ଗେଟ୍ ଅଛି, ସେ ଗେଟ୍ ପାଖରେ ହିଁ ମନ୍ଦିର ସାଇଡ଼୍ରେ ଅଛି। ରୋଷେଇ ସାମଗ୍ରୀ ଭିତରେ ମଧ୍ୟ କିଛି ଅଛି। ଦର୍ଶକ ବନ୍ଧୁ ଆଉ ଟିକେ ଆମ ଉପରକୁ ଯିବା, ଦେଖିବା ଉପରେ କ'ଣ ଅଛି ଆଉ କେମିତି କ'ଣ ଦେଖାଯାଉଛି। ତ ଦର୍ଶକ ବନ୍ଧୁ ଉପରେ ବର୍ତ୍ତମାନ ଅଛି ଆମର ଗୋଟେ ଯଜ୍ଞ ପୀଠ, ଯେଉଁଠି ଆମର ବାବାମାନେ ହୋମ କରନ୍ତି। ସିଏ ଆମର ଏଇ ହୋମ କୁଣ୍ଡ, ବାବାମାନେ ସବୁ ବାବାମାନେ ଯେଉଁଠି ଆମର ଯଜ୍ଞ କରନ୍ତି। ଦେଖିନିଅନ୍ତୁ ଦର୍ଶନ କରନ୍ତୁ ଯଜ୍ଞ କୁଣ୍ଡ। ଦର୍ଶକ ବନ୍ଧୁ ଦେଖିନିଅନ୍ତୁ ଟିକେ ଉପର ଦୃଶ୍ୟ କେମିତି ଅଛି, ଚାରିପାଖେ ପାହାଡ଼ ହିଁ ପାହାଡ଼, ଆଉ ମଝିରେ ରହିଛି ଆମର ଏଇ ତପୋବନ ମଠ। ଜାଗାରେ ମୁଁ ଅଛି ଦେଖନ୍ତୁ, ଏ ପାହାଡ଼ର ମଧ୍ୟ ଭାଗ କହିଲେ କମ୍ ହେବନି। ସୁନ୍ଦର ଜାଗା, ଥଣ୍ଡା ଜାଗା କିନ୍ତୁ। ତ ଦର୍ଶକ ବନ୍ଧୁ ଏଇଠି ଗୋଟେ ଜିନିଷ ଲକ୍ଷ୍ୟ କରନ୍ତୁ ଆପଣମାନେ, ଇଏ ହେଲା ଆମର ଉପର ସ୍ଥଳୀର ଶେଷ ପର୍ଯ୍ୟାୟ ଏ ଜାଗାଟା। ଏଇଠୁ ଆପଣଙ୍କୁ ଜଷ୍ଟ ଦେଖାଉଛି, ଏଇଠି ଘର ଅଛି 3 ମହଲା, ଦେଖିନିଅନ୍ତୁ। ସେ ତଳ ପାଖରେ ହେଲା ଗୋଟେ ମହଲା, ଇଏ 2ୟ ମହଲା, ଇଏ ହେଲା 3ୟ ମହଲା। ସେ 3ୟ ମହଲାର ଉପର ଭାଗ ଯାହାକୁ ଆମେ କହୁଛୁ ଛାତ, ସମ୍ପୂର୍ଣ୍ଣ ଭୂଇଁ ସମାନ। ଦେଖିନିଅନ୍ତୁ, ଭୂମି ସହିତ ପୁରା ସମାନ। ଦର୍ଶକ ବନ୍ଧୁ 3 ମହଲା ଛାତ ଉପରେ ଅଛି, ଆଉ ଛାତ ଉପର ଦୃଶ୍ୟ ଦେଖନ୍ତୁ ତଳକୁ କେମିତି ଦେଖାଯାଉଛି। ଦର୍ଶକ ବନ୍ଧୁ ଏଠି ବିଜୁଳିର ସୁବିଧା ବୋଧେ ନାହିଁ, ସୋଲାର ସିଷ୍ଟମ ଅଛି। ଚତୁଃପାର୍ଶ୍ୱର ପାହାଡ଼ ଦୃଶ୍ୟ, ସୌନ୍ଦର୍ଯ୍ୟର ଘର କହିଲେ ବି କମ୍ ହେବନି। ଦେଖନ୍ତୁ ଆଉ ଭାଇ ଏଠି ଆମର ଦୂରରେ ଆମ ସହିତ ଆସିଛନ୍ତି ଆମର ସଞ୍ଜୟ ଭାଇ, ଭାଇକି ଯଦି ଆମେ ଚିହ୍ନିଥିବେ, ତାଙ୍କର ଗୋଟେ ଚ୍ୟାନେଲ ମଧ୍ୟ ଅଛି ସଞ୍ଜୟ ବ୍ଲଗ୍ସ ନାଁରେ। ତ ଆମେ 2 ଭାଇ ସାଙ୍ଗ ହେଇକି ପଳେଇ ଆସିଲୁ ଏଠି ସୁଟିଂ କରିବା ପାଇଁ। ଭାଇ ମୋ ଚ୍ୟାନେଲରେ ଦେଖୁଛନ୍ତି, ଭାଇକୁ ସପୋର୍ଟ କରନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ତ ଭାଇ ବର୍ତ୍ତମାନ ଏଠି ଆମେ ଆଉ କିଛି ସମୟ ରହିବା, ତାପରେ ଏଠୁ ପୁଣି ବିଦାୟ ନେବା। ତ
तो दर्शक बंधु बर्तमान बाबा पाखर आम विदाय नहीं बाहर तौक तले आउ कि प्लेस अच्छे आपको देखी तो से जोड़ी रुहतु स्किप करतुनि देखु बर्तमान आम बाहर तल पाक जाऊँ तले कि अच्छे आमर आउ कि देखला मन छुईला किसी जिनस अच्छी तो से जा देखा जगह किंतु सांग मैंने बहुत सुंदर लगे। तो दर्शक बंधु से जो कूଅ देखुले ऊपर ये हूँ से जगह झरणा पानी को ये कुंड कर रखाई प्रथम गोटे कुंड पड़ू तापर निष्कासित हो आउ कुंड को आसूँ बाबा मान बोधे ये स्नान करती पाखे गोटे कुंड अच्छी ऊपर आउ गोटे कुंड ये अच्छी दर्शक बंधु तल पाखे आम से झरणार स्रोत अच्छी जहा हो बहुत सुंदर बहुत खुशी लगे जगह देखिकी जदि बाबा कृपा रहे पुणी आउ थे आम के आसपा चेष्टा करूँ तो आपण मैंने जदि भी आसुँच तो निहाती भाव थे आसतु आ जगह को एत मात्रा भाइराल कर लोक मैंने आसतु देखु समस्त मन टे खुशी हो बाबा आशीर्वाद समस्त मिलू आम संजय भाई आगे आगे गले मुझे पछक जाऊँगी। तो बर्तमान सांग मैंने ये आम बुलाबुली सरला तल पाखे तो कहूँ तल पाखे आउ कि ना से झरणा अच्छी जहाँ तो बर्तमान ये आम सांग मैंने विदाय नेबू भिडियो आपको केमती लगे निश्चिंत भाव लाइक करूँ शेयर करूँ जब आप चैनल नुआ आस सब्सक्राइब करूँ आ प्रभु को मो तरफ मागुची आपन चला तो कुशमित हो बाबा आपन को सुखरे खुशी रखु। तो आज विदाय देखा पुणी आउ एक नुआ भिडियो जय जगन्नाथ जय बाबा लेख शरण।